ନିରଞ୍ଜନ ପଣ୍ଡା ମୋ ଘର ହେଉଛି ଏଇ ପାଖାପାଖି ହଂସପଡ଼ା ଗାଁରେ। ଇଏ ହେଉଛି ମୋର ବାଲ୍ୟବନ୍ଧୁ। ଆମେ ପ୍ରଥମରୁ ଏକାଦଶ ପର୍ଯ୍ୟନ୍ତ, ପ୍ରଥମେ ତ ସପ୍ତମ ପର୍ଯ୍ୟନ୍ତ ଆମେ ପଢ଼ିଥିଲୁ ବାଟବନ୍ଧ ହାଇସ୍କୁଲ ଏମଇ ସ୍କୁଲରେ, ତାପରେ ନିମାପଡ଼ା ଆସି ଆମେ ପାଠ ପଢ଼ିଥିଲୁ। ମୋର ଯିଏ ଶିକ୍ଷକ ଥିଲେ ଭୁବଇ ନାୟକ, ଯିଏ ପ୍ରଫୁଲ୍ଲଙ୍କର ବାପା, ସିଏ ଆମକୁ ପଞ୍ଚମ ପର୍ଯ୍ୟନ୍ତ ପାଠ ପଢ଼ିଥିଲେ। ଆମେ ପ୍ରଥମରୁ ସପ୍ତମ ପର୍ଯ୍ୟନ୍ତ ଆମେ ତାକୁ ସାମ ସାମ ବୋଲି ଡାକୁ। ଆମେ ଯେଉଁ ପଢ଼ୁଥିଲୁ ଅଭିରାମ ସ୍ୱାଇଁ, କାହ୍ନୁ ସିଠ, ଭଗବାନ ସାହୁ, ସୁରେନ୍ଦ୍ର ମହାନ୍ତି, ଆମର ଯେଉଁ ପାଖାପାଖି ଗାଁର, ଆମେ ତା ସହିତ ସଦାବେଳେ ଓତପ୍ରୋତ ଭାବେ ଜଡ଼ିତ ଥିଲୁ। ଏବଂ ମୁଁ ଅବଶ୍ୟ ଏଠାରେ କଲେଜ ସାରିଲା ପରେ ମୁଁ ଟିକେ ସୁନ୍ଦରଗଡ଼ ପଳେଇଥିଲି, ତେଣୁ ଶ୍ୟାମ ସହିତ ମୋର ଟିକେ ବିଶେଷ ଇଏ ହୁଏନି। ଯେତେବେଳେ ଆସେ କିନ୍ତୁ ମୁଁ ଯେତେବେଳେ ତାକୁ ଦେଖେ, ସେ ଆମ ଗାଁ ପାଖକୁ ଯାଆନ୍ତି, ସେତେବେଳେ ମୁଁ ତା ସେ ପଚାରେ ତାକୁ, ଶ୍ୟାମ କେମିତି ଅଛୁ? ଭଲ ଅଛି। କିଛି ଦିନ ପରେ ମୁଁ ଶୁଣିଲି ତାକୁ ମାନେ ପାରାଲିସିସ୍ ବା ପକ୍ଷାଘାତ ରୋଗ ହେଇଛି ବୋଲି ମୁଁ ଖବର ପାଇଲି। ଦୁଃଖ ପ୍ରକାଶ କଲି। ମୋର ଜଣେ ସାଙ୍ଗ ଯିଏ ମଧୁ ସାହୁ, ସିଏ ମୋତେ କହିଲେ ଆରେ ତାକୁ ପାରାଲିସିସ୍ ହେଇଯାଇଛି। ଆଚ୍ଛା, ମୁଁ ଏବେ ଆସିଲି, ଅବଶ୍ୟ 44 ବର୍ଷ ପରେ ଏବେ ଆସିଲି। ତାର ପୁତୁରା ଯିଏ ଅଛି ଦୀପକ, ତାକୁ ମୁଁ ପଚାରୁଥିଲି, ତାକୁ ଚିହ୍ନା ଦେଲି। ମୁଁ କହିଲି ଆରେ ଶ୍ୟାମ ତୁମରି ଗାଁର ନା? ହଁ। ମୁଁ କହିଲି ତା ଦେହ କେମିତି? ନା ସିଏ ତ ସେଇ ପାରାଲିସିସ୍ରେ କୁଆଡ଼େ ଯାଇପାରୁନାହାନ୍ତି, ରହିଛନ୍ତି। ମୁଁ ତାକୁ କହିଲି ଆଚ୍ଛା ମୁଁ କେତେବେଳେ ଯିବି? ତା ସଙ୍ଗେ ଫୋନରେ କଥା ହେଲି। ତାପରେ ମୁଁ ତାକୁ କହିଲି ଆରେ ମୁଁ ତ ଘରକୁ ଯିବି। ହଁ, ଯେତେବେଳେ ଚାହିଁବା, କିନ୍ତୁ ମୋର ଭାଗ୍ୟରେ ନାହିଁ, ମୁଁ ତାକୁ ଦେଖା କରିପାରିଲି ନାହିଁ। ତାର ଯୋଉ ଇଏ ପରେ ମୁଁ 2 ଦିନ ପରେ ଖବର ପାଇଲି ଯେ ତାର ଏମିତି ଦେହାନ୍ତ ହେଇଯାଇଛି। ମୁଁ ପ୍ରଫୁଲ୍ଲ ଯୋଉ ମୋର ସାଙ୍ଗ ଥିଲା ତାକୁ ମଧ୍ୟ ପଚାରିଲି, ସେ କହିଲା ହଁ ହଁ ତାଙ୍କର ଅବସ୍ଥା ଖରାପ ଥିଲା, ସେ ମେଡିକାଲ ଯାଇଥିଲେ ଏବଂ ଡକ୍ଟର ତାଙ୍କୁ ମନା କରିଦେଲେ। ମାନେ ମତେ ପୁରା ଜୀବନ୍ତ ଭଳିଆ ଦେଖାଯାଉଛି, ସେଇ ଦାଢ଼ି, ସେଇ ମୁହଁ, କିନ୍ତୁ ଆମେ ତାକୁ ହରେଇଛୁ। ଅବଶ୍ୟ ଆମର ଇଏ ଅଛି, ଜନ୍ମ ହିଁ ନିଶ୍ଚିତ ମୃତ୍ୟୁ, କିନ୍ତୁ ଏଭଳିଆ ଏତେ ଆଗରୁ ଆମ ଆଗ ଇଏରେ ପଳେଇଯିବ, ମାନେ ମୋର ଇଏ ବାହାରେ, କଳ୍ପନାର ବାହାରେ। ମାନେ ଦେଖିଲେ ମତେ ଜୀବନ୍ତ ଭଳିଆ ଲାଗୁଛି। ସିଏ ବର୍ତ୍ତମାନ ସବୁରେ ନାହିଁ, ସିଏ ଜୀବନ୍ତ ଭଳିଆ ବସିଛି ବୋଲି ମତେ ତ ଲାଗୁଛି। ଆଉ କଣ କହିବି, ପୁରା ଅନ୍ୟମାନେ ଅଛନ୍ତି, ମୁଁ ଆଉ କିଛି କହିପାରୁନି। କାରଣ ସିଏ ଆମର ଏତେ ମାନେ ଇଏ ଥିଲେ, କ୍ଲୋଜ ଥିଲେ, କହିପାରୁନି। ସଦାବେଳେ ଆମେ ତାଙ୍କ ସହିତ ଇଏ କରୁ। ଏଇ ଯୋଉ ମୁଁ କହିଲି ସାଙ୍ଗସାଥି, ସଦାବେଳେ ଆମେ ବାଟବନ୍ଧ ହାଇସ୍କୁଲରେ ପଢିଲା ଆସିକି ତା ବିଷୟରେ ଆମେ କହୁ। ସମସ୍ତେ ତ ଆମେ ସାଙ୍ଗ ହିସାବରେ ଥିଲୁ। ଆଉ ତାପରେ ମୁଁ ଆସେ ପାଠ ପଢିବାକୁ ତାଙ୍କ ଗାଁକୁ, ଏଇ ଧୋବଇ ସାହିରେ କହୁଛି, ତାଙ୍କ ଘରକୁ ଆସେ, ସେଠି ମଧ୍ୟ ତାକୁ ଦେଖା ହୁଏ। କିନ୍ତୁ ଏତେ ଇଏ ମାନେ ଆମମାନଙ୍କୁ କେମିତି ପର କରିଦେଇ ସେ ଚାଲିଯିବ, ମୋର କଳ୍ପନାର ବାହାରେ। ଏବେ ଯାହା ହଉ, ମୁଁ ଏତିକି ଇଏ କରିବି, ତାର ଆତ୍ମାର ସଦ୍ଗତି ପାଇଁ ଭଗବାନ ପାଖରେ ପ୍ରାର୍ଥନା କରୁଛି। ତାର ଆତ୍ମାର କେମିତି ସଦ୍ଗତି ହଉ, ଏତିକି ମୁଁ ଭଗବାନ ପାଖରେ ପ୍ରାର୍ଥନା କରୁଛି।